କଜ୍ଜଳ ପୁରୀତଙ୍ଗୁଲୋଚନ ଧାରେ ତନୁଯୁଗ ଶୋଭିତ ମୁକୁତାର ହାରେ ବୀଣା ପୁସ୍ତକ ରଞ୍ଜିତ ହସ୍ତେ ଭଗବତୀ ଭାରତୀ ଦେବୀ ନମସ୍ତେ କହିଲେ ସରସ୍ୱତୀ ନିର୍ମଳ ବର୍ଣ୍ଣେ ରତନ ବିଭୂଷିତ କୁଣ୍ଡଳ କର୍ଣ୍ଣେ ଗୋଳାର ଗଜମତୀ ମୁକୁତାର ହାର ଦିଅ ମା ସରସ୍ୱତୀ ବିଦ୍ୟା ଭଣ୍ଡାର ଗଣନାରାୟଣ ରୁଦ୍ରେ ଅମ୍ବିକେ ଭାସ୍କର ତଥା ଭିନ୍ନ ଭିନ୍ନ କର୍ତ୍ତବ୍ୟ ପଞ୍ଚଦେବ ନମସ୍ତୁତେ ବୋଲ ଶ୍ରୀ ହରି ଜୟ ତୁ দুর্গা মা দুর্গতি নাশিনী আহা হর মোহিনী দনুজা মারিনী পারিনী পারেন্দ্রী পুষ্টে বিজয় জয় মহামায়ী করুণাকরিণ বারে মালো পদ দেবু কহি আহা গায়ক চিন্তিলে মাগো করে দেউ গলা গায়ক চিন্তিলে মা বাজরে অনর্গলা রাম গোবিন্দ গোবিন্দ বৃন্দ জয় রাম রাম নবীন সুন্দর হরি গরব গঞ্জন ভাগীরথী বাবু আজ্ঞা মা দশভুজা দুর্গাଙ୍କୁ পদে জଣାଇଲେ আচ্ছা ଜଗତର ପିତା ଜଗନ୍ନାଥ ଶଳା ଚୁଟି କଟା ଚୋରକୁ ପଦେ ଜଣେଇବା ହଉ କିପରି ଜଣେଇବା କିପରି ଶଳା ଚୁଟି କଟା ଚୋର ଚିତରେ ବିଚାର କର ଶଳା ଚୁଟି କଟା ଚୋର ଚିତରେ ବିଚାର କର ଶ୍ୱଶୁର ବେକହଣାରୁ ମରଣୁ କଲ ଉଧାର ଶଳା ଚୁଟି କଟା ଚୋର ଚିତରେ ବିଚାର କର ମାତୃହନ୍ତା ପରଶୁ ବୁହା କଟୁ ବୀର୍ଯ୍ୟ ବଂଶ ଖିଆ ବନସ୍ତରେ ବୁଲୁ ବୁଲୁ ଭାର୍ଯ୍ୟାକୁ ତ ନେଲା ଚୋର ଶଳା ଚୁଟି କଟା ଚୋର ଚିତରେ ବିଚାର କର ଶ୍ୱଶୁର ବେକହଣାରୁ ମରଣୁ କଲ ଉଧାର ଆଉ ମତ୍ସ୍ୟ କଶ୍ୟପକୁ ଧର ପିତା ମାରି ପୁତ୍ର ପାଳ ଶିବସ୍ୟ ଗୋଇଠା ଖିଆ ଘୁଷୁରି ଘୁଷୁରି ଜାତି ତୁମର ଶଳା ଚୁଟି କଟା ଚୋର ଚିତରେ ବିଚାର କର ଶ୍ୱଶୁର ବେକହଣାରୁ ମରଣୁ କଲ ଉଧାର ଆଉ ମାଉସୀ ପୁଅକୁ ଆଣି ଜାତି ଦେଲୁ ତୋ ଭଉଣୀ ଭାଇ ତୋହର ଶାଶୁକୁ ତୀରେ ଲଙ୍ଗଳ ମୁନର ଶଳା ଚୁଟି କଟା ଚୋର ଚିତରେ ବିଚାର କର ଶ୍ୱଶୁର ବେକହଣାରୁ ମରଣୁ କଲ ଉଧାର ଏକାୟା ମଧ୍ୟରେ ରହି ମୋ ଦୁଃଖ ବୁଝିଲୁ ନାହିଁ ଭିତେ ହାରି ଦାସ କହେ ଏଣିକି ଠେଙ୍ଗା ପାହାର ଆଉ ଶଳା ଚୁଟି କଟା ଚୋର ଚିତରେ ବିଚାର କର ଶ୍ୱଶୁର ବେକହଣାରୁ ମରଣୁ କଲ ଉଧାର ଭାଗୀରଥୀ ବାବୁ ଆଜ୍ଞା
ମା ଦଶଭୁଜା ଦୁର୍ଗାଙ୍କୁ ପଦେ ଜଣେଇଲେ ହଁ ଜଗତର ପିତା ଜଗନ୍ନାଥ ଶଳା ଚୁଟି କଟା ଚୋରକୁ ପଦେ ଜଣେଇଲେ ହଁ ହଁ ଆଉ କାହାକୁ ପଦେ ଜଣେଇବା ଆଉ ସର୍ବ ଅଗ୍ର ପୂଜ୍ୟ ଯୋଉ ବିଦ୍ୟାଦାୟକ ଗଣେଶଙ୍କୁ ପଦେ ଜଣେଇବା ହଁ ଗଣପତି ଗଜାନନ ଧବଳ ଗଜବଦନ ହଉ ଗଣପତି ଗଜାନନ ଧବଳ ଗଜବଦନ ପିତା ତୁମ ସଦା ଶିବ ଜାଣନ୍ତି ସକଳ ଭାବ ଆଉ କଣ୍ଠ ତଟେ ଅହିମାଳ ଫୁତ୍କାର ଗରଜନ ହଉ ଗଣପତି ଗଜାନନ ଧବଳ ଗଜବଦନ ଇନ୍ଦୁର ବାହନେ ଚଢି ତିନି ପୁରେ ଦିଅ ଧାରି ଆଉ ଅଜ୍ଞାନକୁ ଜ୍ଞାନ ଦିଅ ଅନ୍ଧ ଭେଟ ଠେଉଦାନ ଗଣପତି ଗଜାନନ ଧବଳ ଗଜବଦନ ଭାଗୀରଥୀ ବାବୁ ଆଜ୍ଞା ଆଜି ବିଦ୍ୟାଦାୟକ ଗଣେଶଙ୍କୁ ପଦେ ଜଣେଇଲେ ହଁ ଆଉ ଜଗତର ଯୋଉ ଆଦ୍ୟା ଶକ୍ତି କବିକଣ୍ଠ ନିବାସିନୀ ହଁ ଉତ୍କଳ ବାଗ୍ବାଦିନୀ ବୀଣା ପାଣି ସରସ୍ୱତୀ ଆଚ୍ଛା ତାଙ୍କୁ ପଦେ ଜଣେଇବା ହଁ କିପରି ଜଣେଇବା କିପରି ଏ ବାଣୀ ଗୋ ବେଗେ ଆସ ଡାକେ ଓଡିଶା ଲ ଡାକେ ଓଡିଶା ହଇ ଡାକେ ଓଡିଶା ଦେଶ ବାଣୀ ଗୋ ବେଗେ ଆସ ମୋଟା ତନ୍ତ ଶାଢ଼ୀ ପିନ୍ଧ ମା ସଜାଡ଼ି ମୋଟା ତନ୍ତ ଶାଢ଼ୀ ପିନ୍ଧ ମା ସଜାଡ଼ି ସୁପର ଫାଇନ ଶାଢ଼ୀକୁ ନକର ଆସ ବାଣୀ ଗୋ ବେଗେ ଆସ ହଉ ଡାକେ ଓଡିଶା ଲ ଡାକେ ଓଡିଶା ହଇ ଡାକେ ଓଡିଶା ଦେଶ ବାଣୀ ଗୋ ବେଗେ ଆସ ସୁନା କାଚ ଧରି ପିନ୍ଧ ମା ସଜାଡ଼ି ସୁନା କାଚ ଧରି ପିନ୍ଧ ମା ସଜାଡ଼ି ରତନ ଚୁଡ଼ିକୁ ନକର ଆସ ବାଣୀ ଗୋ ବେଗେ ଆସ ଡାକେ ଓଡିଶା ଲ ଡାକେ ଓଡିଶା ହଉ ଡାକେ ଓଡିଶା ଦେଶ ବାଣୀ ଗୋ ବେଗେ ଆସ ଦାସର ଦାସ ଏହି ନ ଦାସ ଆଉ ଏହି ଅନ୍ଧର ନଧର ଦୋଷ ବାଣୀ ଗୋ ବେଗେ ଆସ ହଉ ଡାକେ ଓଡିଶା ଲ ଡାକେ ଓଡିଶା ହଇ ଡାକେ ଓଡିଶା ଦେଶ ବାଣୀ ଗୋ ବେଗେ ଆସ ଯୁଧିଷ୍ଠିର ସାଜ କନ୍ୟା ହଁ ହଁ ନ କୂଳେ ନ ବିବାହତା ସହଦେବସ୍ୟ ପୂଜିତ ସା କନ୍ୟା ବରଦ ଭବ ଭାଗୀରଥୀ ବାବୁ ଆଜ୍ଞା ୟାର ଅର୍ଥ ତମେ କଣ ଜାଣିଲ କଣ ବୁଝିପାରିଲ ତାର ଅର୍ଥ ମୁଁ ଯାଇଥିଲି ଜୋରକୁ ମାଛ ମାରିବା ପାଇଁ ଜୋରକୁ ମାଛ ମାରିବା ପାଇଁ ଯାଇଥିଲ ହଁ ତାପରେ ସେଠୁ ବଡ ବଡ ଶେଉଳ ଦି ଚାରିଟା ପାଇଗଲି ପାଇଗଲ ହଁ ଆରେ ଅପଦାର୍ଥ ହଁ ତାର ଅର୍ଥ ସେଇଆ ନୁହଁ ଆଉ ତାର ଅର୍ଥ କଣ କଣ ଯୁଧିଷ୍ଠିର ସାଜ କନ୍ୟା କନ୍ୟା ଯୁଦ୍ଧରେ ସ୍ଥିର ହେଲା ପର୍ବତ ହଁ ଯୁଧିଷ୍ଠିର ଯଦି ହେଲା ପର୍ବତ ଆଚ୍ଛା ତା କନ୍ୟା ହେଲେ ମା ପାର୍ବତୀ ହଁ। ଯୁଧିଷ୍ଠିର ସାଜ କନ୍ୟା ନ କୂଳେ ନ ବିବାହତା ଆଚ୍ଛା ତାଙ୍କୁ ଯିଏ ବିବାହ କରିଛି ହଁ ତାର ଜାତି ଗୋତ୍ର କୂଳ କିଛି କିଛି ନାହିଁ ନାହିଁ ସିଏ ହେଲେ ଦେବଦେବ ମହାଦେବ ହଁ ଯୁଧିଷ୍ଠିର ସାଜ କନ୍ୟା ନ କୂଳେ ନ ବିବାହତା ସହଦେବ ସିଏ ପୂଜିତ ହଁ ସା କନ୍ୟା ବରଦ ଭବ ଆଚ୍ଛା ଭାଗୀରଥୀ ବାବୁ ହଁ ହଁ 33 କୋଟି ଦେବତା ମାନେ ଆଚ୍ଛା ଯାହାଙ୍କ ଚରଣ ତଳେ ପୂଜା କରନ୍ତି ପୂଜା କରନ୍ତି ସିଏ ହେଲେ ଦେବଦେବ ମହାଦେବ ମହାଦେବ ମା ପାର୍ବତୀ ହଁ ଇଏ ସଭାକୁ ଆସନ୍ତୁ ଭାଗୀରଥୀ ବାବୁ ଆଜ୍ଞା ଯକ୍ଷ ହଁ ରକ୍ଷ ହଉ କିନ୍ନର ହଁ ନର ହଁ ପିଶାଚ ଆଚ୍ଛା ଡାଙ୍କିନୀ ସାଙ୍କିନୀ ସବୁ ସେ ଈଶ୍ୱର ପାର୍ବତୀଙ୍କ ପାଦ ତଳେ ପୂଜା କରୁଥିଲେ ହଁ ହଁ ସେ ଈଶ୍ୱର ପାର୍ବତୀ ଏ ସଭାକୁ ଆସନ୍ତୁ ଆସନ୍ତୁ ଯଜମାନ ହଁ ମହୋଦୟ ଆଚ୍ଛା ମହୋଦୟୀ ହଁ ଗ୍ରାମବାସୀ ମାନଙ୍କର ହଉ ଛୋଟ ଛୋଟ କୁନାକୁନି ଭାଇ ଭଉଣୀ ମାନଙ୍କର ହଁ ମଙ୍ଗଳ ବିଧାନ କରନ୍ତୁ ବୋଲାନନ୍ଦ ସାଗର ହରି 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 ବୋଲା
মিত কিଏ ସେ ଲୋ ମୋ ମନ ରହିଲା ଲାଖି ମିତ କିଏ ସେ ଲୋ ମୋ ମନ ରହିଲା ଲାଖି ଭାଲୁଣି ପରାଏ କାଳିଆ ମୁହଁକୁ ଆଉ ଭାଲୁଣି ପରାଏ କାଳିଆ ମୁହଁକୁ ଆଉ ଚାଲୁଣି ପରାଏ ଆଖି ମିତ କିଏ ସେଲୋ ମୋ ମନ ରହିଲା ଲାଖି ଜୟ ଜୟ ନାରାୟଣ କ୍ଷୀର ସିନ୍ଧୁବାସୀ ମିତ କିଏ ସେଲୋ ମୋ ମନ ରହିଲା ଲାଖି ଆଉ ଅନନ୍ତଙ୍କ ବିହାରୀ କମଳା ବିଳାସୀ ମିତ କିଏ ସେଲୋ ଆଉ ତାହାକୁ ରଖିଲ ତୁମେ କେତେ ବିପଦରୁ ମିତ କିଏ ସେଲୋ ମୋ ବେଳକୁ ହୋଇଲ ଚଳ ମହାମେରୁ ମିତ କିଏ ସେଲୋ ଦ୍ରୌପଦୀକି ରକ୍ଷା କଲ ବସ୍ତ୍ର ଫେଡୁ ଫେଡୁ ମିତ କିଏ ସେଲୋ ଭରତିଆକୁ ରଖିଲ ଶୂନ୍ୟ ଉଡୁ ଉଡୁ ମିତ କିଏ ସେଲୋ ମୃଗଣୀକୁ ରକ୍ଷା କଲ ବ୍ୟାଧ ପ୍ରବଳରୁ ମିତ କିଏ ସେଲୋ ଆଉ ଦୀନବନ୍ଧୁ ବୋଲି ଆଉ ଡାକିବି ତ ନାହିଁ ମିତ କିଏ ସେଲୋ ଡାକି ଡାକି ଅଧମର ଦୁଃଖ ଗଲା ନାହିଁ ମିତ କିଏ ସେଲୋ ଆଉ ଭକ୍ତ ରହି ଡାକୁଅଛି ବହୁତ ଦୂରରେ ମିତ କିଏ ସେଲୋ ଲୟ ଲଗାଇଛି ଚକା ଡୋଳା ଶ୍ରୀପୟରେ ମିତ କିଏ ସେଲୋ ଆଉ ଚୁଞ୍ଚୁମୁନେ ତାଡ଼ିବାକୁ କୈଳାସଗିରି ମିତ କିଏ ସେଲୋ ଚନ୍ଦ୍ର ଧରିବାକୁ ଭାବେ ବାମନ ହୋଇ କରି ମିତ କିଏ ସେଲୋ ଆଉ ମାଲ ଭଉଣୀ ଏବେ ରହିଲା ମୋଳି ମିତ କିଏ ସେଲୋ ଆପଣଙ୍କ ପୁତ୍ର ବୋଲି ମନରେ ଭାବିବ ମିତ କିଏ ସେଲୋ ଛାଡ଼ିଗଲା ପଦ୍ମମାନ ବୁଝାଇ କହିବ ମିତ କିଏ ସେଲୋ ଆପଣ ତ ସମୁଦ୍ର ହେ ବାଲି ବନ୍ଧ ମୁଇଁ ମିତ କିଏ ସେଲୋ ଆଉ ସମୁଦ୍ର ଲଙ୍ଘିଲେ ବାଲି ଯିବ କାହିଁ ଧୋଇ ମିତ କିଏ ସେଲୋ ଆଉ ମାଲ ଭଉଣୀ ଏବେ ରହିଲା ମୋଳି ମିତ କିଏ ସେଲୋ କହିବା ଗାଇବା ତ ନୁହେଁ ମୋ ବେଉସା ମିତ କିଏ ସେଲୋ ଆଶା କରେ ନାହିଁ ମୁଇଁ ପାଇବି ପଇସା ମିତ କିଏ ସେଲୋ ହୁଳାହୁଳି ସଙ୍ଗତରେ ଥିବ କରତାଳି ମିତ କିଏ ସେଲୋ ଆଉ ନାରାୟଣ ଦରବାର ପଡ଼ିବ ଉଛୁଳି ମିତ କିଏ ସେଲୋ ଆନନ୍ଦ ସାଗରେ ସର୍ବେ ହରିବଲ ଦେବ ମିତ କିଏ ସେଲୋ ହୁଳାହୁଳି କରତାଳି ଥିବ ମିତ କିଏ ସେଲୋ ମୋ ମନ ରହିଲା ଲାଖି ଭାଲୁଣି ପରାଏ କାଳିଆ ମୁହଁକୁ ଭାଲୁଣି ପରାଏ କାଳିଆ ମୁହଁକୁ ହଉ ଚାଲୁଣି ପରାଏ ଆଖି ମିତ କିଏ ସେଲୋ ମୋ ମନ ରହିଲା ଲାଖି ଗଙ୍ଗା ଯମୁନା ମଧ୍ୟରେ ରତ୍ନବେଦୀ ପରେ ଇଚ୍ଛା କରେ ରହିବ ସତ ଅଗତିଆ ଗରେ କହକ ମୁନିବର ଭାରତର ଚରିତ କୁଣ୍ଡ ମୁଖୁ ଶୁଣିଣ ମୁଁ ହୋଇବି ମୁକ୍ତ ରାଜାର ବଚନ ଶୁଣି ମରୁଷି ଶୁଣୁ କହୁଛନ୍ତି ଏକ ଚିତେ ଶୁଣ ନରନାଥ କହୁଛନ୍ତି ଏକ ଚିତେ ଶୁଣ ନରନାଥ ରାମ ଗୋବିନ୍ଦ ଗୋବିନ୍ଦ ଚକାଡୋଳା ଗୋବିନ୍ଦ ଚକାଡୋଳା ଅଭିମନୁ ମାମୁ ତୁମେ ଅର୍ଜୁନଙ୍କ ଶଳା ଭାଗୀରଥୀ ବାବୁ ଆଜ୍ଞା। ବାମ ପାର୍ଶ୍ୱରେ ଗଙ୍ଗା ନଦୀ ବହି ଯାଉଛି ଆହା। ଡାହାଣ ପାଖରେ ଯମୁନା ନଦୀ ବହି ଯାଉଛି ଆଚ୍ଛା ରତ୍ନ ବେଦୀ ବୋଲି ବାଲିକୁଦା ଅଛି ଆହା। ସେ ବାଲିକୁଦାରେ ବହୁତ ଦିନ ବ୍ରହ୍ମା ଯାଗ ସିଦ୍ଧି କରିଥିଲେ କରୁଥିଲେ ସେ ସ୍ଥାନରେ ବୈବସ୍ୱତ ବିଲଙ୍କ ରାଜନ ଆହା ପୁଚ୍ଛା କଲେ ଅଗସ୍ତିଙ୍କ ଚରଣ ଚରଣ ବନ୍ଦିଣ କଣ କହୁଛନ୍ତି କଣ କହିଲେ କହ କହ ମୁନିବର ଶ୍ରୀ ମହାଭାରତ ଆହା ତବ ମୁଖୁ ଶୁଣିନ ମୁଁ ହୋଇବି ପବିତ୍ର ହଁ ଆଜି ମୁନି ପୁରାଣ ପଢୁଛନ୍ତି ଆଚ୍ଛା ବିଲଙ୍କ ରାଜା ଶୁଣୁଛନ୍ତି ଶୁଣୁଛନ୍ତି ମୁନି ପୁରାଣ ପଢିଲେ ଆଚ୍ଛା କଣ ପଢୁଛନ୍ତି କଣ ପଢିଲେ ଗୁଣୀଜନ ଭୂଷଣ ଶୁଣିବେ ଦେରି କର୍ଣ୍ଣ ମହାଭାରତ ପୁରାଣ ସୁଧା ସଙ୍ଗେ ସମ ବଜ୍ରଗିରି ଦେଶେ ରାଜା ନାମ ମେରୁ ଶୂଳ ଅସୁର କୁଳେ ଜନମ ଅସୁର ଦୁଲାଳ ପୂର୍ବେ ବ୍ରହ୍ମାଙ୍କର ଠାରୁ ପାଇଥିଲା ଥିଲା ବର କେବଳ ଏକ ଧରିଣ କିଣିଲା ତ୍ରିପୁର ରାମ ଗୋବିନ୍ଦ ଗୋବିନ୍ଦ ମଧୁରୀପୁ ବଳିକୁ ଚାପିଲ ତମେ ପାତାଳ ପୁରକୁ ଭାଗୀରଥୀ ବାବୁ ଆଜ୍ଞା ଆଜି ମୁନି ପୁରାଣ ପଢୁଛନ୍ତି ଆହା। କଣ ପଢିଲେ କଣ ପଢିଲେ ନା ବଜ୍ରଗିରି ବୋଲି ଗୋଟିଏ ଦେଶ ଥିଲା ଆଚ୍ଛା ସେ ରାଜ୍ୟରେ ରାଜା କିଏ କିଏ ବଜ୍ରଗିରି ଦେଶେ ରାଜା ନାମ ମେରୁ ଶୂଳ ଅସୁର କୂଳେ ଜନମ ଅସୁର ଦୁଲାଳ ଭାଗୀରଥୀ ବାବୁ ଆଜ୍ଞା ସେ ଅସୁର ହଁ ବ୍ରହ୍ମାଙ୍କୁ ତପ କଲା ଆଚ୍ଛା ବ୍ରହ୍ମା ତା ତପରେ ସନ୍ତୁଷ୍ଟ ହୋଇ ହଁ ଆସି ତାକୁ ବର ଯାଚିଲେ ଆଚ୍ଛା
କଣ ବର ଦେଲେ? କଣ ବର ଦେଲେ? ବ୍ରହ୍ମା କହିଲେ କି ବର ମାଗୁଛୁ ମାଗ। ମେରୁଶୂଳ ଦୈତ୍ୟ କି ବର ମାଗିଲା? କି ବର? କହିଲା ହେ ବେଦପତି, ହେ ସାବିତ୍ରୀ ରମଣ, ହଉ। ଆପଣ ଯଦି ମତେ ବର ସତରେ ଦବା ପାଇଁ ଆସିଛନ୍ତି ତାହେଲେ ଏହି ବର ଦିଅନ୍ତୁ। କୋଉ ବର? ନା ଅଗ୍ନିରେ ପୋଡିବି ନାହିଁ, ନାହିଁ ଜଳରେ ବୁଡିବି ନାହିଁ, ନାହିଁ ପବନରେ ଉଡିବି ନାହିଁ, ନାହିଁ କୌଣସି ଅସ୍ତ୍ର ଶସ୍ତ୍ର ମୋ ବୁକୁରେ ଭେଦ କରିପାରିବ କରିବ ନାହିଁ। ବ୍ରହ୍ମା ତଥାସ୍ତୁ କରିଦେଲେ। ବ୍ରହ୍ମା କହିଲେ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ। ଦିନେ ମରିବାକୁ ପଡିବ। ବ୍ରହ୍ମା ଯୋଉ ବର ଦେଇଥିଲେ ସେ ବର ଗୁପ୍ତରେ ରଖିଛନ୍ତି। ଆଚ୍ଛା। ଭାଗୀରଥୀ ବାବୁ ଆଜ୍ଞା। ଆଜି ତାହାଙ୍କର ରାଣୀ ନାମ ଓଟେ ଲୀଳାବତୀ। କିଛି ଦିନେ ମହାରାଣୀ ହେଲେ ଗର୍ଭବତୀ। ଭାଗୀରଥୀ ବାବୁ ଆଜ୍ଞା। ତାହାଙ୍କ ରାଜା ହେଲେ ବଜ୍ରଗିରି ଦେଶରେ ରାଜା ମେରୁଶୂଳ, ରାଣୀ ହେଲେ ଲୀଳାବତୀ। ତାହାଙ୍କର ରାଣୀ ନାମ ଅଟେ ଲୀଳାବତୀ, କିଛି ଦିନେ ମହାରାଣୀ ହେଲେ ଗର୍ଭବତୀ। ଭାଗୀରଥୀ ବାବୁ ରାଜାଙ୍କର ଯଶ କିପରି ଥିଲା? କିପରି ଥିଲା? ଧନୁ ଧରେ ଅର୍ଜୁନ ଗଦାରେ ବୃକୋଦର, ଦାନିରେ କର୍ଣ୍ଣମାନିରେ କୁରୁଦଣ୍ଡ ଧର। ଭାଗୀରଥୀ ବାବୁ ଧନୁର୍ବିଦ୍ୟାରେ ଅର୍ଜୁନଙ୍କ ପରି ଯୋଦ୍ଧା ଦ୍ୱାପର ଯୁଗର କେହି ନଥିଲେ। ରାଜା ମେରୁଶୂଳ ଧନୁର୍ବିଦ୍ୟାରେ ଅର୍ଜୁନଙ୍କ ପରି ଯୋଦ୍ଧା ଥିଲେ। ଧନୁଧରେ ଅର୍ଜୁନ ଗଦାରେ ବୃକୋଦର, ବୃକୋଦର ପରି ଗଦା ବିଦ୍ୟାରେ ପ୍ରବୀଣ ଥିଲେ ରାଜା। ଦାନିରେ କର୍ଣ୍ଣମାନିରେ କୁରୁଦଣ୍ଡ ଧର। ଭାଗୀରଥୀ ବାବୁ ରାଜାଙ୍କର ଇଏ ବାହୁ ଶକ୍ତି ଏପରି ଥିଲା। ରାଜାଙ୍କର ଯଶ କିପରି ଥିଲା? କିପରି? ଶ୍ରୀମାନ ଶ୍ରୀ ଜଗତ ଯଶ ସାତେ ଧବଳ ତପୟ ପାରଂ ପରମ ପୁରୁଷ ମୂର୍ଗତେ କପର୍ଦ୍ଧି କୈଳାସ କୁଳିଶ କରି ପାଣି ବରହ କଳାନାଥ ରାହୁ କମଳ ଭବନ ହଂସ ମଧୁନା। ରାଜାଙ୍କର ଯଶ କିପରି ଥିଲା? କିପରି? ଯେପରି କଲିକତାରେ ରାତି ନାହିଁ, ପୁରୀରେ ଜାତି ନାହିଁ। ଭାଗୀରଥୀ ବାବୁ ଶ୍ରୀମାନ ଶ୍ରୀ ଜଗତ ଯଶ ସାତେ ରାଜାଙ୍କର ଏତେ ଯଶ ଥିଲା ଯେ ଶିବ କୈଳାସ ପର୍ବତ ଚିହ୍ନି ପାରିଲେ ନାହିଁ। ବ୍ରହ୍ମାଙ୍କର ବାହନ ହଂସ ତା ରହିବା ବାସସ୍ଥାନ ଚିହ୍ନି ପାରିଲା ନାହିଁ। ରାହୁ ଚନ୍ଦ୍ରମାଙ୍କୁ ଚିହ୍ନି ପାରିଲେ ନାହିଁ। ରାଜାଙ୍କର ଏତେ ଯଶ ଧବଳମୟ ଥିଲା। ଭାଗୀରଥୀ ବାବୁ ସେ ରାଜ୍ୟରେ ଶିଶୁ ବୁଢା କେହି ମରନ୍ତି ନାହିଁ। ବଳଦେବ ରଥ ଲେଖିଲେ କଣ ଲେଖିଲେ? ଅମରଙ୍କ ତୁଲେ ସମର କରିବା ସାମରଥ କଣ ତାର। ଅମରନ୍ତି ଶିଶୁ ତରୁଣ ସେ ଦେଶେ ଜମର ନଥାଏ ଡର। ଭାଗୀରଥୀ ବାବୁ ରାଜାଙ୍କର ଏତେ ଯଶ ଥିଲା, ଏତେ ବାହୁ ଶକ୍ତି ଥିଲା। ଅମରଙ୍କ ତୁଲେ ସମର କରିବା। ଅମର ହେଲେ ଦେବତା, ଦେବତା ମାନଙ୍କ ସହିତ ସଂଗ୍ରାମ କରିବା ଭଳି ତାଙ୍କ ପ୍ରଜା ମାନଙ୍କର ରାଜାର ବଳ ଥିଲା। ଅମରଙ୍କ ତୁଲେ ସମର କରିବା ସାମରଥ ପଣ ତାର। ନମରନ୍ତି ଶିଶୁ ତରୁଣ ସେ ଦେଶେ ଜମର ନଥାଏ ଡର। ତରୁଣ ମରିବେ ନାହିଁ, ଛୋଟ ଶିଶୁ ମରିବେ ନାହିଁ। ତାହେଲେ ହେଇଛି କଣ? ତାହାଙ୍କର ରାଣୀ ନାମ ଅଟେ ଲୀଳାବତୀ, କିଛି ଦିନେ ମହାରାଣୀ ହେଲେ ଗର୍ଭବତୀ। ଭାଗୀରଥୀ ବାବୁ ମହାରାଣୀ ଗର୍ଭବତୀ ହେଲେ ଯେ କାଳକୁ 7 ମାସ ହେଲେ ଗର୍ଭବତୀ। ଭାଗୀରଥୀ ବାବୁ ଗୋଟେ ଶ୍ଲୋକ ଦଉଛି। ଦିନେଷୁ ଗଛେଷୁ ନିତ୍ୟାନ୍ତ ପିବର स्तन्यमाद्य मुखस्तन द्वय तनु प्रकाशन विचय तारका निगत कल्पशशी सर्वरी। अर्थ श्री दिनेषु गछेषु दिनकु दिन गछ जेपरी बढ़े दिनेषु गछेषु नित्यांत पिबर स्तन्यमाद्य मुखस्तन तनु प्रकाशने विषय तारका नेब कल्पशशी सर्वरी। अर्थ राणी मांकर उदर दिनकु दिन बढ़िबारे लागिला। राणी मांकर ये थोड़ी
କାଳିମା ପଡିଗଲା ପଡିଗଲା ଭାଗିରଥୀ ବାବୁ ଆଜ୍ଞା ଯିଏ କାହାକୁ 7 ମାସ ହେଲେ ଗର୍ଭବତୀ ସୁଖାଦ୍ୟ ଖାଇବା ପାଇଁ ବଳାଇଲେ ମତି ମହାରାଣୀ କଣ ଇଏ ଦାସୀ ମାନଙ୍କୁ ସୁଖାଦ୍ୟ ମାଗୁଛନ୍ତି କଣ ମାଗିଲେ ମହାରାଣୀ ବୋଲେ ଦାସୀ ଲୋ ମତେ ଲାଗେ ଅରୁଚି କର ତାର ପ୍ରତିକାର ଗೋ ବେଗେ ପଳାଉ ଘୁଞ୍ଚି ସଦନା ସାଗର ଖରଡ଼ା ଗାଈ ବଢି ବାଇଗଣ ଛେଳି ଘିଅ କଞ୍ଚା ମାରିଛ ଅଜା ରସୁଣ ଭାଗିରଥୀ ବାବୁ ଆଜ୍ଞା ମହାରାଣୀ ବୋଲେ ସଖିଲ ମତେ ଲାଗେ ଅରୁଚି କର ତାର ପ୍ରତିକାରକ ବେଗେ ପଳାଉ ପଳାଉ ଘୁଞ୍ଚି ଆଉ କଣ ମାଗୁଛନ୍ତି କଣ ମାଗିଲେ ସଖିଲ ମତେ ଦିଅ ମତେ ଲାଗେ ଅରୁଚି ସଖିଲ ମତେ ଦିଅ କଣ ଦେବେ କଣ ପାରାଦୀପ ଗୋରା ଗୋରା ଚିଙ୍ଗୁଡି ଖସା ମିଶା ବଲ ବଡି ପାଚିଲା ବିଲାତି ସବୁ ପକାଇ ପାଚିଲା ବିଲାତି ବାଇଗଣ ପକାଇ ମୁଖରେ ଅରୁଚି ବଲ ଜୀବନ ଛାଡି